ମୁଁ ପୂର୍ବ ଭିଡ଼ିଓରେ କହିଲି କି 5 କିଲୋ ମାଛ ଧରିଥିଲି ବୋଲି। ଆପଣମାନଙ୍କର ବିଶ୍ୱାସ କାଳେ ହବ ନ ହବ ସେଥିପାଇଁ ପ୍ରମାଣ ଦେଖେଇବି ବୋଲି ଦେଖନ୍ତୁ ଏ ଭିଡ଼ିଓଟା କଲି। ଦେଖନ୍ତୁ ମାଛ ବଜା ପାଖରେ ଆମ ବିଲେଇ ଜଗିକି ବସିଛି। ଏଇ ଗୋଟେ ବଡ଼ ତସଲାରେ ଦେଖନ୍ତୁ ବଡ଼ ମାଛ ସମ୍ପୂର୍ଣ୍ଣ। ଏଇଠି ଦେଖନ୍ତୁ ବର୍ତ୍ତମାନ ମାଛ ବଛା ଚାଲିଛି। ଏଇଥିରେ ସବୁ ବଡ଼ ବଡ଼ ମାଛ ମାଗୁର, ଗଡ଼ିଶ, ଶେଉଳ ଯାହା ସବୁ ରହିବା କଥା ରହିଛନ୍ତି ତାକୁ ଦେଇଦେଲୁ। ଆମେ କହିଲୁ ଆଗେ ଏ ମାଛ ସରନ୍ତୁ। ବର୍ତ୍ତମାନ ଦେଖନ୍ତୁ ତୋଡ଼ି ବଡ଼ ବଡ଼ ବମ୍ବି ତୋଡ଼ି ଆଉ ସାଧା ତୋଡ଼ି। ଏଇ ଦେଖନ୍ତୁ ଏଇଟା ଗୋଟେ ବମ୍ବି ତୋଡ଼ିଟେ ଦେଖନ୍ତୁ କ'ଣ ହେଉଛି ବଡ଼ଟେ। ଆପଣଙ୍କୁ ଫଟୋରେ ନା ଫୋନ୍ରେ କମ୍ ଜଣାପଡ଼ୁଛି କିନ୍ତୁ ବଡ଼ଟେ ଏଇଟା ମୋଟାଟେ। ଏଇଟା ଦେଖନ୍ତୁ ଧଳାଟା ସାଧା ତୋଡ଼ି, ଗଡ଼ିଶ, ବଡ଼ ବଡ଼ କଣ୍ଟିଆ ଆଉ କୋଉ, ମାଗୁର ଆଉ ଗୋଟେ ନୂଆ ମାଛଟେ ଅଛି ଦର୍ଶକ ବନ୍ଧୁ। ସେଇଟା ଆପଣମାନେ ମୋତେ କମେଣ୍ଟ ମାଧ୍ୟମରେ ଜଣେଇବେ ସେଇଟା କି ମାଛ। ଏଇଟା ଦେଖନ୍ତୁ ଦର୍ଶକ ବନ୍ଧୁ ଏଇଟା ରତା ଶିଙ୍ଗି। ଏଇଟା ମୋତେ ବିନ୍ଧିଥିଲା ଅଳ୍ପ ଟିକେ। ଯଦି ଏଇଟା ବିନ୍ଧିବ ଆପଣମାନଙ୍କର ମାନେ କୁହନ୍ତୁନି ଯେଉଁ କଷ୍ଟ ଏଇଟା ହେବ। ଯିଏ ଯାହାକୁ ଶିଙ୍ଗି ବିନ୍ଧିଛି ସିଏ କି କେବଳ ଜାଣିଛି। ବର୍ତ୍ତମାନ ଚୁଲି ଲାଗିଲା। ମୋ ବୋଉ ଏଇଠି ହସୁଛି। ମୁଁ କହିଲି ଦର୍ଶକ ବନ୍ଧୁମାନଙ୍କୁ ଦେଖିକି ହସିଲା ଟିକେ। ଏଇଠି ଦେଖନ୍ତୁ କିଛି କଣ୍ଟିଆ, ତୋଡ଼ି ମାଛ, କୋଉ ପ୍ରଥମେ ଭଜା ହେବ, ଆମେ ଖାଇବୁ। ଆଉ ତ ଖାଇବାକୁ ଟାଇମ୍ ନାହିଁ, ତଥାପି ସେ ଭାଜୁଛନ୍ତି ଭାଜନ୍ତୁ। ଆଉ ଦେଖନ୍ତୁ ଏଇ ବଡ଼ ବଡ଼ ତୋଡ଼ି ଆଉ ଏସବୁ ମୁଁ ଗୋଟେ କଳାକାର, ମାଛ ଧରାରେ ମୁଁ ମାଷ୍ଟର। ଏଇଟା ଦର୍ଶକ ବନ୍ଧୁ କି ମାଛ? ଆପଣମାନଙ୍କ ମଧ୍ୟରୁ ଯିଏ ଯଦି ଜାଣିଛନ୍ତି ମୋତେ କମେଣ୍ଟରେ କୁହନ୍ତୁ। ଆଉ ଏଇ ମାଛଟାକୁ କିଏ ଧରିଛନ୍ତି ମୋତେ କମେଣ୍ଟରେ କୁହନ୍ତୁ। ଦେଖନ୍ତୁ ତା ପାଟିଟା କେତେ ବଡ଼ଟେ। ଏଇଟା ତା ପାଟିଟା ବଢ଼ିବ, ଫେର ତାକୁ ଛାଡ଼ିଦେଲେ ସେ ଜାକି ହେଇଯିବ। ଆପଣମାନଙ୍କ ମଧ୍ୟରୁ ଖୁବ୍ କମ୍ ଲୋକ ଜାଣିଥିବେ। ଦେଖନ୍ତୁ ଆଉ କେଉଁ ଅଞ୍ଚଳରେ ଏଇ ମାଛଟାକୁ କି ନାଁରେ ଡାକନ୍ତି ଜାଣନ୍ତି ମାନେ ସେଇଟାକୁ ମୋତେ କୁହନ୍ତୁ। ଦେଖୁଛନ୍ତି ତ ଏ ପାଟିଟା କେତେ ବଡ଼ଟେ। ଦେଖନ୍ତୁ ବଡ଼ ମାଛଟି ଏଇଟା ମୋ ହାତ ପାପୁଲିଠୁ ମାନେ ଅଧା ହେଲାଣି। କେତେ ବଡ଼ଟେ ଦେଖୁଛନ୍ତି ତ। ଏଇଠି ଦେଖନ୍ତୁ ଏଇଥିରେ ସବୁ ଜିଅନ୍ତା ମାଛ ଛଡ଼ା ହେଇଛି। ମାଗୁର, ଶେଉଳ, ବଡ଼ ବଡ଼ ବୁଢ଼ା ବୁଢ଼ା ଗଡ଼ିଶ ଦେଖନ୍ତୁ। ମୁଁ ଏଇ ଡେଇଁ ପଡ଼ିବେ ଏଇଠି ପାଖକୁ ପାଖକୁ ଏଇ ଡେଇଁବେ। କେତେ ପରିଶ୍ରମରେ ଆଣିଛି ପଳଉଛି।